ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ପ୍ରଥମ କିସ୍ତିରେ ଉପକୃତ ହେଲେ 25 ଲକ୍ଷ ହିତାଧିକାରୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଭୁବନେଶ୍ୱରଠାରେ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ ଯୋଜନାର ଦୃଶ୍ୟ ଓଡ଼ିଶାର ସମସ୍ତ ମହିଳା ତଥା ମାଆମାନେ ଉପଭୋଗ କରିବା ନିମନ୍ତେ ସମସ୍ତ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏହାର ସୁବ୍ୟବସ୍ଥା କରାଯାଇଥିଲା। ସୁଭଦ୍ରା ଯୋଜନାର ଶୁଭାରମ୍ଭ ଦୃଶ୍ୟ ଦେଖିବା ଓ ଶୁଣିବା ପାଇଁ ସିଧାସଳଖ ଆଭାସୀର ବ୍ୟବସ୍ଥା କରାଯିବା ସହ ଏହାର ସୁପରିଚାଳନା ପାଇଁ ସ୍ଥାନୀୟ ରାଜ୍ୟ ଧରଣୀଧର ଉଚ୍ଚ ବିଦ୍ୟାଳୟ ପରିସର ଆୟୋଜନ କରାଯାଇଥିଲା। ଶୁଭାରମ୍ଭର କିଛି ସମୟ ପୂର୍ବରୁ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ଓ ଏହାର ସୁଫଳ ପ୍ରସଙ୍ଗରେ ବଣାଇଗଡ଼ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆ ଉପସ୍ଥିତ ମାଆମାନଙ୍କୁ ପରିଷ୍କାର ଭାବରେ ବୁଝାଇଥିଲେ। ଏହାପରେ ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କୁ ଧୂପ ଦୀପ ମାଲ୍ୟା ପୁଷ୍ପାର୍ପଣ କରିଥିଲେ। ଏହାପରେ ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି ଯୋଜନା ହେଉଛି ମହିଳା ତଥା ମାଆମାନଙ୍କ ଉନ୍ନତି ଓ ପ୍ରଗତିର ବିକାଶ ପାଇଁ ଯୋଜନା। ଏଥିରେ ସମସ୍ତ ମହିଳା ତଥା ମାଆମାନେ ଉପକୃତ ହୋଇପାରିବେ। ଏହି ଯୋଜନା ଶୁଭାରମ୍ଭ ଦିବସରେ ଓଡ଼ିଶାର 25 ଲକ୍ଷ ମହିଳା ଓ ମାଆମାନଙ୍କ ଜମା ଖାତାକୁ ପ୍ରଥମ କିସ୍ତିରେ 5,000 ଟଙ୍କା ପ୍ରତି ମାଆମାନଙ୍କୁ ଦିଆଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ଯୋଗ୍ୟ ହିତାଧିକାରୀ ଏହି ସୁବିଧା ପାଇବେ। ବର୍ଷକୁ 5,000 ଟଙ୍କା ଲେଖାଏଁ 5 ବର୍ଷକୁ 50,000 ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଅର୍ଥକୁ ଉପଯୁକ୍ତ ବିନିଯୋଗ କରାଯାଇ ମାଆମାନେ ଏହାର ଉପଯୋଗ କରି ଉପକୃତ ହେବେ। କାର୍ଯ୍ୟକ୍ରମରେ ବଣାଇଗଡ଼ ତହସିଲଦାର ଅଶୋକ କୁମାର ଗଟିଆ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ବଣାଇ ବୀଣାପାଣି ନାୟକ, ଗ୍ରାମୀଣ ଜଳ ଯୋଗାଣ ପରିମଳ ଅଧିକାରୀ ବଣାଇ ବିକାଶ ସିଂ ଦଣ୍ଡପାଟ, ଏବିଡିଓ ବଣାଇଗଡ଼ ସାରିଆ ଲାଟାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ। ବଣାଇରୁ ରାଜେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ବିଇ ନ୍ୟୁଜ ଓଡ଼ିଶା।